ସମସ୍ତଙ୍କୁ ମୋର ଆନ୍ତରିକ ଭାବରେ ପ୍ରେଜ୍ ଦ ଲର୍ଡ। ମୋର ଆଶା ସମସ୍ତେ ଖୁସିରେ ଆଉ ଆନନ୍ଦରେ ଥିବେ। ଅନେକ ଦିନ ପରେ ପ୍ରଭୁଙ୍କର ବାକ୍ୟ କହିବା ନିମନ୍ତେ ଏକ ସୁଯୋଗ ପ୍ରଭୁ ସମୟ ଦେଲେ, ପ୍ରଭୁଙ୍କର ଗୌରବ ହେଉ। ମୋର ଆଶା ସମସ୍ତେ ଖୁସିରେ ଆଉ ଆନନ୍ଦରେ ଥିବେ। ବହୁତ ଦିନ ପରେ ଆପଣଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ ପ୍ରଭୁ ସୁଯୋଗ ଦେଲେ ହେନେକି ଆସନ୍ତୁ ଆମେମାନେ ଏକ ନୂତନ ଦିବସ ଆସୁଅଛି ଯାହାକି ବଡ଼ ଦିନ ବା ବଡ଼ ଦିବସ, ଯେଉଁଟାକି ଆମେ ଖ୍ରୀଷ୍ଟମାସ ବୋଲି କହୁଛୁ। ଆମେମାନେ ପ୍ରଭୁଙ୍କର ଜନ୍ମଦିନକୁ ଆମେମାନେ ପାଳନ କରୁଛୁ। ତାପରେ ଏକ ନୂତନ ବର୍ଷ ଆସିବ 5 ଦିନ ପରେ ବା 6 ଦିନ ପରେ ଯେଉଁ ନୂତନ ବର୍ଷ ଆସିବ, ଆମେମାନେ ଏଇ ଯେଉଁ 2025 ମସିହାରେ ଆମମାନଙ୍କର ଯେଉଁ ବିଷୟ ଅଛି ବା 2024ରେ ଯେଉଁ ବିଷୟ ଥିଲା, ପୁଣି 2025ରେ ମଧ୍ୟ ସେଇ ବିଷୟ ଅଛି, ପୁଣି 2026ରେ ମଧ୍ୟ ସେଇ ବିଷୟ ରହିଅଛି। ସେଇ ଗୁଣ, ସେହି ବ୍ୟବହାର ଆଚରଣ ଯଦି ଆମମାନଙ୍କ ମଧ୍ୟରେ ଅଛି, ତାହେଲେ ପ୍ରଭୁଙ୍କ ନିକଟ ଆମେମାନେ ଯାଇପାରିବା କି? ଆମେମାନେ କି ପ୍ରକାର ଭାବରେ ଯେଉଁ ପର୍ବ ଆସୁଅଛି, ପ୍ରଭୁଙ୍କର ଯେଉଁ ପର୍ବ ଆସୁଅଛି, ପ୍ରଭୁଙ୍କର ଯେଉଁ ଦିନ ଆସୁଅଛି, ପ୍ରଭୁଙ୍କର ଯେଉଁ ବଡ଼ ଦିନ ଆସୁଅଛି, ତାହାକୁ ଆମେମାନେ କି ପ୍ରକାର ଭାବରେ ପାଳନ କରିବା ଦରକାର। ଅନେକ ଲୋକମାନେ ଅଛନ୍ତି ନିଜର ଚର୍ଚ୍ଚରେ ହଉ ବା ନିଜର ଗୃହରେ ହଉ, ଅନେକ ମଣ୍ଡଳୀରେ ମଧ୍ୟ ହଉ, ଯେକୌଣସି ସ୍ଥାନରେ ମଧ୍ୟ ପ୍ରଭୁଙ୍କର ଯେଉଁ ସେବା କରୁଛନ୍ତି, ସେଇ ଜାଗାରେ ଅନେକ ପର୍ବ କରନ୍ତି। ମାନେ ଯେଉଁ ଜିନିଷ ମାନେ ଆଣିକି ନିଜର ପ୍ରାର୍ଥନା ସରିଲା ପରେ, ଖାଦ୍ୟପେୟ ସବୁ ସରିଲା ପରେ ରାତିରେ କ'ଣ କରନ୍ତି? ନାଚ କରନ୍ତି, ଗୀତ ଗାଆନ୍ତି, ସମସ୍ତ ବିଷୟ କରନ୍ତି। ତାହା ମଧ୍ୟ କରିବା ଆବଶ୍ୟକ ଅଟେ। ପ୍ରିୟ ଲୋକମାନେ, ଆମେମାନେ ଯଦି 2025ରେ ଯେଉଁ ପ୍ରକାର ବିଷୟରେ ଆମେ ପଢ଼ିଅଛୁ, ଯେଉଁ ପାପରେ ପଡ଼ିଅଛୁ ବା ପ୍ରଭୁଙ୍କ ବିରୁଦ୍ଧରେ ଯେଉଁ କାର୍ଯ୍ୟ କରୁଅଛୁ, ସେହି ବିଷୟକୁ ନେଇକି ଯଦି ଆମେ ପର୍ବ ପାଳନ କରିବା, ତାହେଲେ କୌଣସି ମଧ୍ୟ ଲାଭ ନାହିଁ। ଭାବନ୍ତୁ, ଆପଣମାନେ ଗୋଟେ ବିଷୟ କହିବି। ଦେଖନ୍ତୁ, ନିଜର ପିଲାକୁ ଯଦି ଆପଣମାନେ ଯଦି ସ୍କୁଲ ପଠାଉଅଛ, ତାହେଲେ ସେ ପ୍ରତ୍ୟେକ ବର୍ଷ ଯଦି ସେଇ କ୍ଲାସରେ ରହିଲେ, ଯଦି ସେ ଆଗକୁ ଯଦି ବଢ଼ିବ ନାହିଁ, ତାହେଲେ ନିଜର ପିତାମାତା କ'ଣ କରିବେ? ଭାବନ୍ତୁ, ନିଜେ ଟିକେ ଭାବନ୍ତୁ। ପ୍ରତ୍ୟେକ ବର୍ଷ ଆପଣ ପଠାଉଥିବେ, କିନ୍ତୁ ରେଜଲ୍ଟ କେତେ ଆସୁନଥିବ, ରେଜଲ୍ଟ କେବଳ 0 ଆସୁଥିବ, କିଛି ନୁହେଁ। ଟିକେ ଇମ୍ପ୍ରୁଭ୍ ହେଉଥିବ, କିନ୍ତୁ ମଝିରେ ଏପରି ବିଷୟ ଆସିବ ଯେ ସେ କ'ଣ ହେଇଯିବ? ପୁଣି ଥରେ ତଳକୁ ଡାଉନ୍ ଫେଲ୍ ହେଇଯିବ। ପୁଣି ସେହି କ୍ଲାସ୍ରେ ସେ ପୁଣି ଥରେ ବସିବ। ବର୍ଷେ, 2 ବର୍ଷ, 3 ବର୍ଷ, 4 ବର୍ଷ ସେହି କ୍ଲାସ୍ରେ ବସୁଥିଲେ, ନିଜର ବାପା ମା ଦେଖିକରି ବିରକ୍ତ ହେଇଯିବେ। ତୁ ଆଉ ପାଠ ପଢ଼ୁନାନି, ତୁ ଘରେ ରହୁଯା, କାମ କରେ ସବୁ କିଛି। ସେହି ପ୍ରକାର ଭାବରେ ଯଦି ଆମେ ପ୍ରଭୁଙ୍କ ବିରୁଦ୍ଧରେ କାମ କରୁଛୁ, 2 ବର୍ଷ 3 ବର୍ଷ କରୁଛୁ, ଆଜି କ୍ଷମା ଦେଲେ ଆର ବର୍ଷ କ୍ଷମା ଦେବେ, ଆଉ ଗୋଟେ ବର୍ଷ କ୍ଷମା ଦେବେ, ଏପରି କ୍ଷମା ଦିଆ ଚାଲୁଥିବ। ଆପଣମାନେ ସେହି ପ୍ରକାର ଭୁଲ କରୁଥିବେ, ସବୁ କିଛି କାର୍ଯ୍ୟ କରୁଥିବେ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ ଯେଉଁ ଦିନ ଆସୁଅଛି ବା ଏଇ ଯେଉଁ ପର୍ବ ଆସୁଅଛି ଆମମାନଙ୍କ ନିମନ୍ତେ ବା ପ୍ରଭୁମାନଙ୍କ ଲୋକମାନଙ୍କ ନିମନ୍ତେ, ବିଶ୍ୱାସୀମାନଙ୍କ ନିମନ୍ତେ, ସେମାନେ କି ପ୍ରକାର ଭାବରେ ସେଇ ପର୍ବ ପାଳନ କରିବା ଦରକାର, ତା ଆପଣମାନଙ୍କୁ କହିବା ପାଇଁ ଚାହେଁ। ତ ପ୍ରିୟ ଲୋକମାନେ, ପ୍ରଥମ କରିନ୍ଥିଓ ତାର 5-8 ପଦରେ ଉତ୍ତମ ଭାବରେ ଲେଖା ଅଛି, ଅତଏବ ଆସ ଆମେମାନେ ପୁରାତନ ଖମିର କିଅବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି, ସେଟା ଲେଖା ଅଛି। ଅତଏବ ଆସ ମାନେ କଲେ ଆମେ ସମସ୍ତେ ସଂଗୃହୀତ ହେବା। ପୁଣି ଆମେମାନେ ସଂଗୃହୀତ ହେବା କି ପ୍ରକାର ଭାବରେ ସଂଗୃହୀତ? ଆମେମାନେ ଅନେକ ବିଷୟରେ ପଢ଼ିଯାଉଛୁ। ଅନେକ ଲୋକମାନଙ୍କର ଚିନ୍ତା ଅଛି, ଅନେକ ଲୋକମାନଙ୍କର ଟେନସନ୍ ରହିଅଛି, ଅନେକ ଲୋକମାନଙ୍କର ଅନେକ ଅସୁବିଧା ରହିଅଛି। ତାହାକୁ ଆମେ ସାଇଡ୍ କରି ଦେଇକରି ପ୍ରଭୁ ଯେଉଁ ଦିନ ଦେଇଅଛନ୍ତି ଆଉ ଯେଉଁ ବିଷୟ ନିମନ୍ତେ ଦେଇଅଛନ୍ତି, ତାହାକୁ ଆମେମାନେ ଏକ ଉତ୍ତମ ରୂପେ ଆମେ କ'ଣ କରିବା ଦରକାର? ବ୍ୟବହାର କରିବା ଦରକାର। ଦେଖନ୍ତୁ, ଅନେକ ଲୋକମାନେ କ'ଣ କରୁଛନ୍ତି? ଏଇ ଦିନ ଦେଖିବା ପାଇଁ, ଏଇ ଯେଉଁ ସୁଯୋଗ ସେମାନେ ପାଇବା ପାଇଁ ଅନେକ ଚେଷ୍ଟା କରିଛନ୍ତି। ଅନେକ ଚେଷ୍ଟା କରିଥିଲେ ମଧ୍ୟ କ'ଣ କରୁଛନ୍ତି? ଏଇ ଯେଉଁ ମୁହୂର୍ତ୍ତରେ, ଏଇ ଯେଉଁ ଜାଗାରେ, ଏଇ ଯେଉଁ ସମୟରେ ସେମାନେ ରହିପାରିନାହାନ୍ତି। ଆପଣମାନେ ରହିଛନ୍ତି, ପ୍ରଭୁଙ୍କର ଧନ୍ୟବାଦ କରନ୍ତୁ। ପ୍ରଭୁଙ୍କର ଦୟା ହେତୁ, ପ୍ରଭୁଙ୍କର କରୁଣା ହେତୁ ଆମେମାନେ ଏଇ ସମୟ ପାଇଅଛୁ। ନହେଲେ ଆମେମାନେ କିଏ? ବାକ୍ୟରେ ଲେଖା ଅଛି, ଯେଉଁ ବାଷ୍ପ ରହିଛି, ବାଷ୍ପଟା ତା କ୍ଷଣିକ ଦୃଶ୍ୟ ଯେଉଁଟା ଅଦୃଶ୍ୟ ହୋଇଯାଏ, ତାହାପରେ ଆପଣମାନଙ୍କ ଜୀବନ ଆଉ ମୋ ମଧ୍ୟ ଜୀବନ। ପ୍ରିୟ ଲୋକମାନେ, ଆପଣମାନେ ମୋତେ ଏବେ ଦେଖିଥିବେ, ଆଉ 2 ଦିନ ପରେ ଦେଖିପାରିବେ ବା କିଛି ସମୟ ମଧ୍ୟ ଦେଖି ମଧ୍ୟ ପାରିବେ ନାହିଁ। ଏ ପ୍ରକାର ଜୀବନ ଯଦି ଆମେ ଅଧିକ ମାତ୍ରାରେ ଆଶା ହେଉଥିବ, ନିଜକୁ ଗର୍ବ ଦେଖାଉଥିବ, ତାହେଲେ ଶେଷ ସମୟରେ କ'ଣ ହେବା?
ଭାବନ୍ତୁ ଆପଣମାନେ ଏଇ ବର୍ଷରେ ତ ଆପଣମାନେ ଏଇସବୁ ବିଷୟରେ ପଢ଼ିକରି ପ୍ରଭୁଙ୍କ ବିରୁଦ୍ଧରେ ଯେଉଁ କାର୍ଯ୍ୟ କରୁଛନ୍ତି, ପ୍ରଭୁଙ୍କର ଯେଉଁ ଆଜ୍ଞା ଯଦି ଆପଣମାନେ ବିରୁଦ୍ଧରେ କାର୍ଯ୍ୟ କରିକି ଏଇ ବର୍ଷ ଆପଣମାନେ କ'ଣ କରୁଥିଲେ ବିତେଇ ଦେଲେ। କିନ୍ତୁ ଏବେ ଯେଉଁ ବର୍ଷ ଆସୁଅଛି ଆପଣଙ୍କର ଆଶୀର୍ବାଦ ବର୍ଷ ହେବ ବୋଲି ମୁଁ ପ୍ରାର୍ଥନା କରେ। ଯେମିତିକି ଆପଣମାନେ ଯେଉଁ ସମସ୍ୟାରେ ପଡ଼ିଅଛନ୍ତି, ଯେଉଁ ବିଷୟରେ ପଡ଼ିଅଛନ୍ତି, ତାହା ଯେପରି ଆପଣମାନଙ୍କ ଠାରୁ ଦୂରରେ ଯାଉ ବା ଦୂରେଇ ଯାଉ, ଏଥିପାଇଁ ମାନେ ଆପଣମାନେ କ'ଣ କରନ୍ତୁ ବୋଲି କହିଲେ ନିଜର ପୁରାତନ ବିଷୟକୁ କ'ଣ କରିବା ଦରକାର, କାଢ଼ି କରି ଫୋପାଡ଼ିବା ଦରକାର। ଆପଣ ଯେଉଁ କାମ କରୁଛନ୍ତି ତା ପ୍ରଭୁଙ୍କର ବିଷୟ ନିମନ୍ତେ କରୁଛନ୍ତି ନା କୌଣସି ବିଷୟ କରୁଛନ୍ତି। ଯଦି ଆପଣମାନେ ହଉ ବା ଯେକୌଣସି ମଧ୍ୟ ବିଜନେସ୍ କରନ୍ତୁ, ଯାହା କିଛି ମଧ୍ୟ କରନ୍ତୁ, ଯେହେତୁ ଆପଣ ଯଦି ସେ ଠକିକି ଯଦି କମୁଛନ୍ତି ତାହା କେବେ ମଧ୍ୟ ଆପଣମାନଙ୍କୁ ଏବେଠାରୁ କହୁଛି ସେଇ ବିଷୟ କ'ଣ କରନ୍ତୁ, ବନ୍ଦ କରନ୍ତୁ, ଆଉ ଗୋଟେ ନ୍ୟାୟରେ ଚାଲନ୍ତୁ। ପ୍ରିୟ ଲୋକମାନେ, ଆମେମାନେ ଅନେକ ପାପ କରୁଛୁ, ଅନେକ ବିଷୟ କରୁଛୁ, ପ୍ରଭୁଙ୍କୁ ଆମେମାନେ ସମୟ ଦେଇପାରୁନୁ। ଅନେକ ସମୟରେ ଅନେକ ଦିନ ହଉ, ଅନେକ ବର୍ଷରେ ଆମେମାନେ କ'ଣ କରୁଛୁ, ପ୍ରଭୁଙ୍କୁ ସମୟ ଦେଇପାରୁନୁ। ଯେତେବେଳେ ରବିବାର ଆସେ, ଯେତେବେଳେ ବଡ଼ଦିନ ଆସେ, ସେଇଦିନ ଆମେ ଯାଉଛୁ ଆଉ ବସିକରି ପ୍ରାର୍ଥନା କରିକି ବାହାରି ଆସୁଛୁ। କି ମଧ୍ୟ ସେହିପରି ନ ହେଉ, ଆଜିଠାରୁ ଆପଣମାନେ ଭାବନ୍ତୁ ଯେପରି ଆପଣମାନେ ସଦାସର୍ବଦା ପ୍ରଭୁଙ୍କର ଯେପରି ପ୍ରଶଂସା କରିପାରିବେ। ଏଇ ବଡ଼ ଦିନ ଯେପରି ଆପଣଙ୍କର ଗୋଟେ ଜୀବନରେ ଗୋଟେ ଚେଞ୍ଜେସ୍ ଆସୁ, ଗୋଟେ ପରିବର୍ତ୍ତନ ଆସୁ, ଆପଣଙ୍କର ଜୀବନ ଯେପରି ଆତ୍ମିକ ଭାବରେ ବୃଦ୍ଧି ହେଉ। ଏଥିପାଇଁ ମୁଁ ସଦାସର୍ବଦା ଆପଣମାନଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରେ, ମୋର ବିଶ୍ୱାସୀମାନଙ୍କ ନିମନ୍ତେ। ଆଉ ଯେତେ ଲୋକ ଦେଖନ୍ତି ବା ଯେତେ ପ୍ରଭୁଙ୍କୁ ଯେତେ ଲୋକ ଆପଣାଇଛନ୍ତି, ମୁଁ ସଦାସର୍ବଦା ଆପଣମାନଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେପରି ଆପଣମାନେ ପ୍ରଭୁଙ୍କଠାରେ ଆତ୍ମିକ ଦ୍ୱାରା ବା ବିଶ୍ୱାସ ଦ୍ୱାରା ଯେପରି ଅଧିକରୁ ଅଧିକ ଯେପରି ବଢ଼ିପାରିବେ। ଆପଣମାନେ ଯଦି ମୋର ଭିଡ଼ିଓ ଦେଖୁଥିବେ, ମୁଁ ଆପଣମାନେ ସଦାବେଳେ କହୁଛି ଯେପରି ଆପଣ ବିଶ୍ୱାସରେ ବଢ଼ିପାର, ପୁଣି ଧୈର୍ଯ୍ୟ ସହକାରେ ଯେପରି ଶେଷ ପର୍ଯ୍ୟନ୍ତ ରହିପାର। ଏହା ଗୋଟେ ଆପଣମାନଙ୍କୁ ଗୋଟେ କନସେପ୍ଟ ଦେଉଛି। ଅନେକ ଲୋକମାନେ ଅଧାଠାରୁ କ'ଣ କରନ୍ତି, ପଛଘୁଞ୍ଚା ହୋଇଯାନ୍ତି। ତ ପ୍ରିୟ ଲୋକମାନେ, ଆଜି ଆମେ କ'ଣ କରିବା ବୋଲି କହିଲେ, ପୁରାତନ ଯେଉଁ ଖମୀର ଗୁଡ଼ାକ ରହିଛି, ଯାହାକି ଆମେ କହିବା ଦୁଷ୍ଟତା ଆଉ କୁକର୍ମ ଲେଖା ଅଛି। ଏଇଟା ଦୁଇଟି ବିଷୟ ଲେଖା ଅଛି, ବଟ୍ ଜୀବନରେ ନିଜର ମନୁଷ୍ୟ ଭିତରେ ଅନେକ ପ୍ରକାର ବିଷୟ ରହିଅଛି। କିନ୍ତୁ ଆମେ ଦୁଷ୍ଟତାକୁ କ'ଣ କରିବା ଦରକାର, କାଢ଼ି କରି ବାହାରକୁ ଫୋପାଡ଼ିବା ଦରକାର। ଏମାନେ ଅଧା ଲୋକମାନେ କ'ଣ ଅଛନ୍ତି, ଟିକେ କଥା କ'ଣ ଥିବେ, ରେସାଇ ଯାଉଥିବେ। ବାକ୍ୟରେ ଲେଖା ଅଛି, କ୍ରୋଧ ହେଲେ ପାପ କରେ। ରିସାଇକେଲ ଆମେ ମାନେ ଅନେକ ପ୍ରକାର କୋଉ ଭାଷା ମଧ୍ୟ ଆମେ କ'ଣ ବ୍ୟବହାର କରିଦେଉଛୁ, ଅନେକ ଲୋକମାନଙ୍କୁ ବାଧିଲା ପରେ କଥା କହିଦେଉଛୁ। ବଟ୍ ଏଇ ବର୍ଷ ଠାରୁ ଏଇ ଯେଉଁ ନୂତନ ବର୍ଷ ଆସୁଅଛି, ସେହିପରି ବିଷୟ ଯେପରି ଆପଣମାନଙ୍କ ଠାରେ ନ ରହୁ। ପ୍ରିୟ ଲୋକମାନେ, କୁକର୍ମ ରୂପ ନାଇଁ କି କୁକର୍ମକୁ ଆମେ କ'ଣ କରିବା ଦରକାର, କାଢ଼ି କରି ଫୋପାଡ଼ି ଦେବା ଦରକାର। ଯେଉଁଟାକି ଭଲ ବିଷୟ ନୁହେଁ, ଯେଉଁଟା ପ୍ରଭୁଙ୍କ ଦୃଷ୍ଟିରେ ଓ ଆମମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାକି ଭଲ ବିଷୟ ନୁହେଁ, ତାକୁ କ'ଣ କରିବା ଦରକାର, କାଢ଼ି କରି ଫୋପାଡ଼ିବା ଦରକାର। ଆଜ୍ଞା କୌଣସି ଯାହାକି ଆପଣମାନଙ୍କ ଲାଭଜନକ ହଉ, ଯେଉଁ ବିଷୟ ଆପଣମାନେ ଲାଭ କରୁଛନ୍ତି, ଯେଉଁ ବିଷୟ ଦ୍ୱାରା ଯଦି ଆପଣମାନେ ଭାବୁଛନ୍ତି ସେଇଟା ଗୋଟେ ଭଲ ବିଷୟ ନୁହେଁ, ତଥାପି ଆପଣମାନେ ଲାଭ କରୁଛନ୍ତି, କିନ୍ତୁ ସେଇ ଲାଭକୁ ଆପଣମାନେ କ'ଣ କରନ୍ତୁ, ସାଇଡ଼ରେ ରଖନ୍ତୁ। ଆପଣ ଯଦି ମିଛ କଥା କହିକି ଯଦି କୌଣସି ବିଷୟ ଯଦି ଆପଣାଇଛନ୍ତି, କୌଣସି ଯଦି ଅର୍ଥ ଯଦି ପାଉଛନ୍ତି, କୌଣସି ପଇସା ପାଉଅଛନ୍ତି, ତାହେଲେ ସେଇ ପଇସା ନଥିଲେ ଆପଣଙ୍କ ପକ୍ଷରେ ସେଟା କ'ଣ ଯେ ଭଲ ହେବ। କାରଣ ସେଇ ପଇସା ଆପଣମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନିଆଯିବ ନାହିଁ। ସେଇ ପଇସା ଆପଣମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେବ ନାହିଁ, ଏଇଟା ଗୋଟେ ଜାଣିଥାଉ। କିନ୍ତୁ ଆପଣମାନେ ନିଶ୍ଚିତ ଭାବରେ ସତ୍ୟ ରୂପରେ ରୁହନ୍ତୁ, ଯେହେତୁ ନିଜର କୁକର୍ମ, ନିଜର ଦୁଷ୍ଟତାକୁ ସମସ୍ତ ବିଷୟ କ'ଣ କରିବା ଦରକାର, ପରିତ୍ୟାଗ କରିକି ଆଗକୁ ବଢ଼ିବା ଦରକାର। ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ ଅନେକ ଲୋକମାନେ ଅଛନ୍ତି ଏକା ସହିତ ସମସ୍ତ ବିଷୟ ଛାଡ଼ି ପାରନ୍ତି ନାହିଁ। ତାହାକୁ ଛାଡ଼ିବା ପାଇଁ ହେଲେ ଆମେମାନେ ଧୀରେ ଧୀରେ ଛାଡ଼ିବା ପାଇଁ ପଡ଼ିବ। ଅଧା ଲୋକ ଭାବୁଛି ମୁଁ ଆଜିଠାରୁ ଛାଡ଼ିଦେବି, ଆଉ କିଛି ମଧ୍ୟ ଆଉ କରିବି ନାହିଁ। ଆଜିଠାରୁ ମୁଁ ଛାଡ଼ିଦେଲି, ଆଉ କିଛି କରିବି ନାହିଁ। 2 ଦିନ ନ କରିକି ରହିଯିବେ, କିନ୍ତୁ ତା ଆର ଦିନ କ'ଣ କରିବେ, ସେଇ ବିଷୟ କରିବା ପାଇଁ ନିଶ୍ଚିତ ଭାବରେ ତାଙ୍କେ ଆଗକୁ ବଢ଼ିବେ। କିନ୍ତୁ ଆମେମାନେ ଏକା ସହିତ ଆମେ ସମସ୍ତ ବିଷୟ ନ ଛାଡ଼ିକି ଆମେ ଧୀରେ ଧୀରେ ଟିକେ ଛାଡ଼ିବା ପାଇଁ ଚେଷ୍ଟା କରିବା। ତ ପ୍ରିୟ ଲୋକମାନେ, ଆମେମାନେ କେମିତି ଭାବରେ ଆଗକୁ ବଢ଼ିବା ବା ନୂତନ ବର୍ଷ ଯେଉଁ ଆସୁଅଛି ତାହାକୁ ଆମେ କି ପ୍ରକାର ଭାବରେ ଆମେ ପାଳନ କରିବା। ଆସ ଏକ ସରଳତା ଓ ସତ୍ୟରୂପ ଖମୀର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରିବା। ପ୍ରିୟ ଲୋକମାନେ, ଆମେମାନେ ସରଳତା ଓ ସତ୍ୟ ରୂପରେ ଆମେମାନେ କ'ଣ କରିବା ଦରକାର, ପର୍ବକୁ ପାଳନ କରିବା ଦରକାର। ଅନେକ ଲୋକ ମଣ୍ଡଳୀରେ କ'ଣ ହୁଅନ୍ତି, ତାଙ୍କେ ଆମେ ପଢ଼ାପଢ଼ି ନଥିବ, କିନ୍ତୁ ପ୍ରେଜ୍ ଦ ଲର୍ଡ ହକ୍ ଆମେମାନେ କ'ଣ କରୁଛୁ, ଆମେମାନେ ହକ୍ କରିଅଛୁ, ପ୍ରେମରେ ଚୁମ୍ବନ ଦେଉଛୁ, ଯେଉଁଟାକି ମିଥ୍ୟାରେ ଯାଏ।
से प्रकार जमती न हो जदि आपण माने जदि मंडली जदि आपण माने संयुक्त अछंती ताहाले आपण माने कोन बोल वाक्य मानको उत्तम भाव लिखा अच्छी तार द्वितीय आज्ञा हूँ कौन कर बोले निजर प्रतिवासी को आत्मतुल्य प्रेम कर परस्पर कौन कर दरकार प्रेम कर। प्रथम करंतिर मध्य लिखा अच्छी उत्तम भाव में जदि आपण माने 13 पर्व पढ़े तापर जानीपारे कौन बोले लिखा अच्छे बोली कहले जदि आपण जितकी मध्य कर जहाँ प्रभु निमंते आपण भाववाणी कह कि अन्य लोक मैंने तुम कौन सुस्थता कर जेकोसी विषय कह किंतु आपण पाखे जदि प्रेम ना ताल तार किछि मूल्य नहीं का यह गोटे विषय तुम जानी था जदि आपण माने अन्य लोक माने तुम प्रेम करि पारुनो तो प्रभु विषय प्रभुंकर जो अनुग्रह आपण माने पाई अछंती ता केवल वृथा रे किछि मध्ये लाभ नाही क्या। तो प्रिय लोक माने आपण मानको जीवन को गोटे सरलता जीवन काट नम्रता जीवन काट सेति में प्रभु को अछन जे लोक माने निज को निज बा ओ न तो करे ताको म कोन करबी उन्नत करबी निजको जेतेबेले से दुर्बल बोली मन करबो प्रभु सेतेबेले कोन करबे ताको सबल कराइबे। हे माने समझ तो मुई अछि रे मुई अछि हां के नांती मुई आ अछि के नांती से कथाले मुई कथाबी मुई की पे कथाइ छी से मते कोइ फास्ट कहला ना मुई ताको फास्ट कहली। प्रिय लोक माने प्रभु को ठार हम सिखबा दरकार प्रभु होई कि मध्य शिष्य माने को पाद कोन करले धोइले शिष्य माने कहले प्रभु आम मान पाद कौन पाए धोउछंती मो गुरु हो कि जे प्रभु शिष्य गुरु है कि शिष्य मान कौन कले पाद धोइले। भावंतु आजिका लोक माने कौन टिके जदि उन्नति हो जाए कहले कौन करेंगे आउ नाई ना विचित्र होइक आउतबे ऊपर पूरा उड़ी भूलते सीना आ तलको आसबार चान्स नाई ना। प्रिय लोक मैंने आपण जीवन सेमती प्रकार न हो मु आपण मानक यह कहवाई चाहे जे जो विषय आपण मानक ठारे अच्छी जो विषय कि आपण मानक आत्मिक को बाधा जन्माउछि बा नष्ट करुछि सेहीपरि विषय को कौन करंतु ताहा तुम परित्याग करी एक नूतन रूपे कौन सृष्टि होकर प्रभुंकर पर्व कौन करंतु पालन करंतु। से ईर्षा से राग से ईर्षा से भावना से मन नहीं करी केबे मध्ये प्रभुंकर प्रशंसा करंतु। से प्रिय लोक मान प्रभु कौन करते घृणा करते प्रिय लोक मैंने से मन को आपण मान परित्याग कर दिंतु से मन नहीं करी आम मुझे जेकोसी मनुष्य हो प्रभु राज्य को जापर ना आपण मान लक्ष्य बा मोर लक्ष्य बा समस्त विश्वासी मान लक्ष्य केवल गोटे मात्र प्रभु राज्य जेपरी आम मैंने प्रवेश कर आम मान निमंते जो गृह स्थापन करिसंती प्रभु जो गृह निर्माण करिसंती सेही गृह रे जेपरी आम प्रवेश कर लोक मैंने मुझे गोटे विषय कहवाई चाहे जो विषय कि आपण मान जीवन को जो विषय कि आपण मान आत्मिक शरीर को नष्ट कर विषय कौन करूँ छाड़ी दिंतु हो बा निजर पिता निजर माता निजर सांग निजर बंधु निजर जेकोसी लोक से प्रकार विषय जदि आपण मान टाणी नौ कौन करूँ परित्याग करूँ पुणी प्रभु आत्मिक भाव में बढ़ंतु सरलता एक सत्य रूप से कौन कर प्रभुंर पर्व केमती पालन करें आप दृष्टि रखु। प्रिय लोक मैंने मुझे शेष विषय कहीकि मैं समाप्त करी आपण मैंने जदि प्रार्थना करेंगे दिन हो राति हो जिते प्रार्थना करेंगे मुझे अनुरोध करे देश प्रार्थना करूँ पुणी समस्त विश्वासी मान निमंते प्रार्थना करूँ जेपरी से आगे बढ़ी पारे। ऑब्वियसली आजिकल ये जो जेनेरेशन रे जो परिस्थिति अनेक लोक मैंने प्रभु ठारू पलायन करनेक लोक कौन कर प्रभु पाखक आसुँच जो मैंने सत्य रूप से प्रभु को जानते ना से मैंने कौन पछे को जाऊँच आपण मैंने सत्य रूपे प्रभु को जानते आ प्रभुंर महिमा करूँ आ समस्त लोक मान प्रार्थना करूँ स्पेशली भाव में जेपने से धैर्य देपरी 2 गुण हो जाओ आ प्रभु जेपरी विश्वास आगू बढ़ंतु ये समस्ते प्रार्थना करूँ मो प्रार्थना करूँ जेपरी मुझे प्रभुंर सेवारे आ प्रभुंर गौरव जेपरी आगू बढ़ी पारि आउ सदा सर्वा जेपरी खुशी रही प्रभुंर गौरव करुथी ये सदा सर्वा निज प्रार्थना मते स्मरण करातु आमेन।